ଜାଣିଥିବେ ଉଲଟପୁର ମୁଁ ସେଠିକି ବି ଛୁଆକୁ ନେଇକି ଯାଇଥିଲି। ସେଠି ଡକ୍ଟର କହିଲେ କି ଏଠି ରହିକି ଏମିତି ସିଚୁଏସନ୍ ବହୁତ ହିଁ ଖରାପ। ଆପଣମାନେ ଭିଡ଼ିଓ ଦେଖି ଜାଣିପାରୁଥିବେ ସିଚୁଏସନ୍ କେବେ ଠିକ୍ ହେବ ମୁଁ ଜାଣିନି, କାହିଁକିନା ମୋ ସିଚୁଏସନ୍ଟା ହେଉଛି ମୋ ଛୁଆକୁ। ସାଙ୍ଗମାନେ ପୁଣି ପହଞ୍ଚିଗଲି ଆଉ ଗୋଟେ ନୂଆ ଭିଡ଼ିଓରେ। ସମସ୍ତେ କେମିତି ଅଛନ୍ତି? ଆଶା କରୁଛି ସମସ୍ତେ ଭଲରେ ଥିବେ। ସାଙ୍ଗମାନେ ମୁଁ ସବୁ ଟାଇମ୍ ଡେଲି ମୁଁ ଭିଡ଼ିଓ ଆଣିପାରୁନି, କାହିଁକିନା ମୋର ସିଚୁଏସନ୍ ବି ସେମିତି ଆପଣମାନେ ତ ଜାଣିଛନ୍ତି ମୋର ସିଚୁଏସନ୍ ଟିକେ ଖରାପ ଚାଲିଛି, ତ ସେଥିପାଇଁ ମୁଁ ଡେଲି ଭିଡ଼ିଓ ଆଣିପାରୁନାହିଁ। ମୋତେ ବି ବହୁତ ଦୁଃଖ ଲାଗୁଛି। ଭିଡ଼ିଓ ହେଇକି ଅଛି ବଟ୍ ମୁଁ ଏଡ଼ିଟିଂ କରତେ ଟାଇମ୍ ପାଉନି। ତ ସାଙ୍ଗମାନେ ଆପଣମାନେ ଯେତିକି ବି ଭିଡ଼ିଓ ମୁଣ୍ଡର ଗୋଟେ ଟେନସନ୍ ଥିଲେ ସାଙ୍ଗମାନେ କିଛି ବି ଭଲ ଲାଗିବନି। ଆପଣଙ୍କ ସାଙ୍ଗରେ ସେମିତି ହେଇଛି କି ନାହିଁ ମୁଁ ତ କହିପାରିବିନି। ଯଦି ବି ଆପଣମାନେ ଜାଣିଥିବେ ଯେ କୌଣସି କଥାରୁ ହଉ କି କୌଣସି ଇଏକୁ ନେଇକି ଯଦି ଆପଣ ମତରେ ଟେନସନ୍ ଚାଲିଥିବ ତ ସାଙ୍ଗମାନେ କିଛି ବି ଭଲ ଲାଗିବନି। ତ ମୋର ତ ସେମିତି ସିଚୁଏସନ୍ ବହୁତ ହିଁ ଖରାପ। ଆପଣମାନେ ଭିଡ଼ିଓ ଦେଖି ଜାଣିପାରୁଥିବେ ସିଚୁଏସନ୍ କେବେ ଠିକ୍ ହେବ ମୁଁ ଜାଣିନି, କାହିଁକିନା ମୋ ସିଚୁଏସନ୍ଟା ହେଉଛି ମୋ ଛୁଆକୁ ନେଇକି। ସେ ଛୁଆ ଏବନର୍ମାଲ୍ ଛୁଆ, ତାକୁ ନେଇକି ମୋର ସିଚୁଏସନ୍ ମୁଁ ଏରକ ପରିସ୍ଥିତିରେ ଠିଆ ହେଇଛି। ସାଙ୍ଗମାନେ ଆପଣମାନଙ୍କୁ ଯୋଉଠୁ ବି ଆପଣମାନେ ମୋ ଭିଡ଼ିଓ ଦେଖୁଛନ୍ତି, ଏମିତି ତ ଏବନର୍ମାଲ୍ ଛୁଆ ଭଗବାନ ଅଧିକାଂଶ ଲୋକକୁ ଦେଉଛନ୍ତି। ଧନୀ ନାହିଁ ଗରିବ ନାହିଁ ସମସ୍ତଙ୍କୁ ଦେଉଛନ୍ତି। ତ ମୁଁ ମୋ ଛୁଆକୁ ବାଲେଶ୍ୱରରେ ଜଟାନିଆ ସାର୍ଙ୍କ ପାଖରେ ଟ୍ରିଟମେଣ୍ଟ କରୁଛି। ତ ଆପଣ ଏଇ ପାଖରୁ ଆମର ମୟୂରଭଞ୍ଜ ବାଲେଶ୍ୱର ଡିଷ୍ଟ୍ରିକ୍ଟରୁ ଯଦି କିଏ ବି ମୋ ଭିଡ଼ିଓ ଦେଖୁଛନ୍ତି, ତ ଆପଣ ଯାହାର ବି ଏମିତି ଏବନର୍ମାଲ୍ ଛୁଆ ହେଇଛି ସେ କେଉଁ ଡାକ୍ତର ପାଖରେ ଟ୍ରିଟମେଣ୍ଟ କରୁଛନ୍ତି ତ ମୋତେ ପ୍ଲିଜ୍ କମେଣ୍ଟରେ ଜଣେଇବେ। ଆମ ଜଟାଣିଆ ସାର୍ ଟିକେ ଭଲ ଡକ୍ଟର ବୋଲି ମୁଁ ତାଙ୍କ ପାଖରେ ଦେଖାଉଛି। ତାଙ୍କଠୁ ଭଲ ଯଦି ଆଉ କେଉଁ ଡକ୍ଟର ଅଛନ୍ତି ଆପଣମାନେ ଜଣେଇବେ। ମୋତେ ଯଦି ଠିକ୍ ଲାଗିବ ମୁଁ ମୋ ଛୁଆକୁ ନେଇକି ସେଠିକି ବି ଯିବି। ସେ ଛୁଆଟା ପାଇଁ ମୁଁ ଏମିତି ପରିସ୍ଥିତିରେ ଠିଆ ହେଇଛି, ମୋତେ କିଛି ବି ଭଲ ଲାଗୁନି ସାଙ୍ଗମାନେ। ସେଥିପାଇଁ ମୁଁ ଭିଡ଼ିଓ ସବୁଦିନ ଆଣିପାରୁନାହିଁ। ଯାହା ବି ଆଣୁଛି ଏମିତି ସମୟ ଯେବେ ଟିକେ ଭଲ ମାଇଣ୍ଡରେ ଥିଲି କି ଆଣୁଛି ଯେତେବେଳେ ଭିଡ଼ିଓ ମୁଁ ଗୋଟେ ପୋଷ୍ଟ କରୁଛି, ତ ସାଙ୍ଗମାନେ ଆପଣମାନେ ମୋତେ ହୃଦୟରୁ ଭଲ ପାଇବା ସେତିକି ଦିଅନ୍ତୁ, ମୁଁ ଆପଣଙ୍କୁ ରିକ୍ୱେଷ୍ଟ କରୁଛି। ତ ଅଧିକ ମାତ୍ରାରେ ନହେଲେ ବି ଅଳ୍ପ ମାତ୍ରାରେ ମୋତେ ଭଲ ପାଇବା ଦେଇକି ମୋ ଯେତକ ବି ମୁଁ ଭିଡ଼ିଓ ପୋଷ୍ଟ କରୁଛି ଆପଣମାନେ ସବସ୍କ୍ରାଇବ୍ କରନ୍ତୁ। ଏଇ ଭିଡ଼ିଓଟିକୁ ସେୟାର କରନ୍ତୁ। ଯେଉଁ ଲୋକମାନେ ବି ଯଦି ଜାଣିଥିବେ ଯେ ଭଲ ଡାକ୍ତର ଆମର କେଉଁଠି ଅଛନ୍ତି, ଯେ ଛୁଆକୁ ନେଲେ ଭଲ ହେଇଯିବ କି ଦେଖେଇଲେ ବେଟର୍ ହେବ, ତ ସମସ୍ତେ ମୋତେ ଟିକେ କମେଣ୍ଟରେ ଜଣାନ୍ତୁ। କାହିଁକିନା ସବୁ ମାଆ ମନ ବୁଝେନି। ଛୁଆ ଗୋଟେ ଏମିତି ହେଲେ ମାଆ ମନ କାହାରି ବୁଝେନି। ସବୁ ମାଆ ଚାହେଁ ଯେ ମୋ ଛୁଆକୁ ମୁଁ ଏଠି ଦେଖେଇଲେ ଭଲ ହୁଅନ୍ତା କି ସେଠି ଦେଖେଇଲେ ଭଲ ହୁଅନ୍ତା, ସେଠି ସମସ୍ତେ ଚାହାନ୍ତି। ମୋ ମନରେ ବି ସେମିତି ସୃଷ୍ଟି ହୁଏ। ଯେତେକ ବି ଯିଏ ଯେମିତି କହୁଛନ୍ତି ଆମ ଗାଁରେ ହଉ କି ମୋ ଶାଶୁଘର ଏରିଆରେ ହଉ, ଯିଏ ଯେମିତି କହୁଛନ୍ତି ମୁଁ ସେଠିକି ନେଇକି ଯାଉଛି। ସାଙ୍ଗମାନେ ଆପଣମାନେ ବି କ'ଣ ମତ ଦିଅନ୍ତୁ। ମତ ଦେଲେ ମୋତେ ଯଦି ସେ ମତ ଠିକ୍ ଲାଗିବ ମୁଁ ନିହାତି ସେ ଛୁଆକୁ ନେଇକି ସେଠିକି ଯିବି। ଝିଅର ଭିଡ଼ିଓ ମୁଁ ଏଠି ପୋଷ୍ଟ କରିଦେବି, ଆପଣମାନେ ଦେଖିବେ।
एठी आम छुआर फिजियोथेरापी चली बालेश्वर थेरापी दौची कहीं मुझे उलटपुर जाना तो सर्टिफिकेट ना जाए उलटपुर थेरापी हो पारनी तो से छुआ को पकई रखू कि से बालेश्वर नहीं कि फिजियोथेरापी करुँची थेरापीटा तार 11 मास चलता 11 मास चलता से थेरापीटा डाक्टर सांग मैंने मत जी जेठी भी कहते मो छुआ को नहीं जाऊँ कटक शुणी उलटपुर मुझे भी छुआ को लेकिन जाइली डॉक्टर कहले कि रही फिजियोथेरापी करते हम 3 वर्ष रहीते हम तो सेटा भी आम राजी हेलु से रही करने राजी हेलु बट प्रोब्लेम एति कि आम छुआर सर्टिफिकेट नाला तो से सर्टिफिकेट बनते मुझे गाँ को आसी सर्टिफिकेट बन सारे आम छुआर ट्रिटमेंट से चालू हम मैंने आपण मैंने छुआ को आशीर्वाद करूँ जमती सी भल भल हो फेरू सांग मैंने सांग मैंने वीडियो को कंटिन्यू करंतु वीडियो कंटिन्यू करंतु मुझे बैग नवा को चाहिए कहीं छुआ कांदिलानी खोईकी शुएबी सांग मैंने एबे तो राति ही गलानी दिन बेले वीडियो कर पारे कहीं छुआ को खोईली शुएली टाइम पाइली किसी काम थिला घर कतर आ मो भौणी भी नथिला सी मो आई देह भल ना से पारना तो से पारे वीडियो कहीं पानी माने आसला पानी पुरेली तो कर संध्या हो गला तो रखुची सांग मैंने देखा आ गोटे नेक्स्ट वीडियो रे जय जगन्नाथ आपण मोर एति आशा और भरोसा जे आपण मैंने मत बहुत भल पाया देवे और लाइक करेंगे तो सांग मैंने मो चैनल को जो मैंने देखुं बहुत सारा भल पाया दिंतु आ सब्सक्राइब करंतु तो रोज सांग मैंने देखा आ गोटे नेक्स्ट ब्लॉग रे टाटा बाय बाय गेली बाय बाय कर दियो बाय बाय।